ଚମ୍ପୁଆ ରେଞ୍ଜ ଉଖୁଣ୍ଡା ବନାଞ୍ଚଳରେ ଦନ୍ତାଙ୍କ ଉପଦ୍ରବ ଦିନକୁ ଦିନ ବଢ଼ି ଚାଲିଥିଲେ ମଧ୍ୟ ବନ ବିଭାଗ ଦନ୍ତାହାତୀକୁ ଘଉଡ଼ାଇବାରେ ସକ୍ଷମ ହୋଇପାରୁନାହିଁ। ଉଖୁଣ୍ଡା ବନାଞ୍ଚଳରେ ଗୋଠ ଛଡ଼ା ଦନ୍ତାହାତୀ ରହି ପ୍ରତିଦିନ କିଛି ନା କିଛି କ୍ଷୟକ୍ଷତି କରି ଚାଲିଥିବା ଦେଖିବାକୁ ମିଳୁଛି। ଗୋଠ ଛଡ଼ା ଦନ୍ତାହାତୀ 2 ଦିନ ତଳେ ବରପଦା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପଶି ଘରକରଣା ନଷ୍ଟ କରିଥିବା ଦେଖିବାକୁ ମିଳିଥିଲା। ସେହିପରି ବର୍ଦ୍ଧନା ଗ୍ରାମର ଜଣେ ମହିଳାକୁ ମାରିଥିବା ବେଳେ ପୁଣିଜାଲି ଓ କମଣ୍ଡ ଗ୍ରାମରେ ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଛି। ଉଖୁଣ୍ଡା ବନପାଳ ଦନ୍ତାହାତୀ କୋଉଠି ରହୁଛି ତାର ସଠିକ୍ ତଥ୍ୟ ପାଇପାରୁ ନଥିବାରୁ ଗୋଠ ଛଡ଼ା ଦନ୍ତାହାତୀ ଅନାୟାସରେ ଗ୍ରାମକୁ ଗ୍ରାମ ପଶି କ୍ଷୟକ୍ଷତି କରି ଚାଲିଥିବା ଦେଖିବାକୁ ମିଳୁଛି। ସେହିପରି ଭୂଇଁପୁର ଶିବ ମନ୍ଦିର ନିକଟସ୍ଥ ବିଲଖମାରରେ ଜଣେ ବ୍ୟକ୍ତିକୁ ଦନ୍ତା ମାରିଛି। ଗୋଠ ଛଡ଼ା ଦନ୍ତାହାତୀ ଉଖୁଣ୍ଡା ବନାଞ୍ଚଳରେ କାୟା ବିସ୍ତାର କରି ଗୋଟାଏ ପରେ ଗୋଟାଏ କାଣ୍ଡ ଭିଆଇ ଚାଲିଥିଲେ ମଧ୍ୟ ଗୋଠ ଛଡ଼ା ଦନ୍ତାହାତୀକୁ ଘଉଡ଼ାଇବାରେ ସକ୍ଷମ ହୋଇପାରୁନାହିଁ ବନ ବିଭାଗ। ବ୍ୟୁରୋ ରିପୋର୍ଟ ବୈତରଣୀ ଖବର।